ଆଜି ମୁଁ ତୁମକୁ କହିବି ଆମେ ଆମର ପ୍ରକୃତ ସାଙ୍ଗ କେମିତି ଜାଣିବା, କିଏ ଆମ ସହିତ ଆମର ଭଲ ଫ୍ରେଣ୍ଡ ଏବଂ କିଏ ଆମର ଫେକ୍ ଫ୍ରେଣ୍ଡ, ସେଇଟା ଆମେ କେମିତି ଜାଣିବା ସେଇ ବିଷୟରେ ମୁଁ କହିବି। ବେଶୀ କିଛି ନାହିଁ, ଆଜି ପର୍ଯ୍ୟନ୍ତ ଯେତିକି ମୋର ଏକ୍ସପିରିଏନ୍ସ ଭିତରେ ମୁଁ ସାଙ୍ଗ ହେଇଛି, ପିଲାମାନଙ୍କ ସହିତ ମିଶିଛି, ସେମାନଙ୍କ ସହିତ କିଛି ଗୋଟେ ମୋର ଏକ୍ସପିରିଏନ୍ସ ହେଇଛି ଆଜି ପର୍ଯ୍ୟନ୍ତ, ତାହେଲେ ସେଇ ଏକ୍ସପିରିଏନ୍ସରୁ ମୁଁ କହୁଛି। ବେଶୀ କିଛି ରକେଟ୍ ସାଇନ୍ସ ଜିନିଷ ନୁହେଁ। ତୁମମାନେ ବି ସାଙ୍ଗ ହେଉଛ, ତୁମର ବହୁତ ସାଙ୍ଗ ଥିବେ ସ୍କୁଲରେ କିମ୍ବା କଲେଜରେ, ଗାଁରେ, ତାହେଲେ ସେଇ ସାଙ୍ଗମାନଙ୍କ ଭିତରେ ତୁମେ ମୋ କଥାକୁ ନେଇକି କୋରିଲେଟ୍ କର ଯେ ମୁଁ ଯାହା କହୁଛି ସେଇଟା ହୁଏ କି ନାହିଁ। ପ୍ରଥମ ଜିନିଷ କହିବି, ତୁମେ ଯଦି ଏବେ 10ମ ପର୍ଯ୍ୟନ୍ତ ଲେବୁଲ୍ରେ ଅଛ ଏବଂ ତୁମର ଗୋଟେ ବହୁତ ଭଲ ସାଙ୍ଗ ଥିବେ, 4-5 ଜଣ ଥିବେ, 6-7 ଜଣ ଥିବେ, ତୁମେ ବହୁତ ମିଶୁଥିବ, ବହୁତ କଥାବାର୍ତ୍ତା କରୁଥିବ, ଗୋଟେ ଡାର୍କ ରିଆଲିଟି ମୁଁ କହୁଛି ଯେଉଁଟା ତୁମେ ଯେତେବେଳେ ଏକ୍ସପିରିଏନ୍ସ କରିବ ସେତେବେଳେ ଯାଇକି ତୁମେ ମାନିବ। ଏବେ ତୁମେ କହିବ ଭାଇ ତୁମେ କହିଦେଉଛ ସିନା, କିନ୍ତୁ ଏମିତି କେବେ ବି ହେବନି, ଆମ ସାଙ୍ଗମାନେ ଅଲଗା, ସେଇଟା ସମସ୍ତେ କୁହନ୍ତି। ଆଉ କିଛି କିଛି ଅଲଗା ସାଙ୍ଗ ବି ଥାଆନ୍ତି, ମୁଁ ମନା କରିବି ନାହିଁ। ତ ରିଆଲିଟି ଜିନିଷଟା ହେଲା, ଯେତେବେଳକୁ ତୁମେ ସ୍କୁଲ ଛାଡ଼ିଦେବ ସେଇ ଟାଇମ୍ରେ ତୁମର ସାଙ୍ଗମାନେ ବି ଧୀରେ ଧୀରେ ତୁମଠାରୁ କଣ୍ଟାକ୍ଟ ଛାଡ଼ିଯିବେ। ଏମିତି ହାର୍ଡ଼ଲି 1-2ଟା ସାଙ୍ଗ ଥିବେ ଯେଉଁମାନଙ୍କ ସହିତ ତୁମେ କଥା ହେଉଥିବ ରେଗୁଲାର ବେସିସ୍ରେ। ମୁଁ ସତ କଥା କହିବାକୁ ଗଲେ 10ମ ସରିଲା ପରେ ସାଙ୍ଗମାନେ ଯେଉଁମାନେ ଥିଲେ ମୋର, ସମସ୍ତେ ମୋର ଭଲ ସାଙ୍ଗ ଅଛନ୍ତି, କିନ୍ତୁ ରେଗୁଲାର ବେସିସ୍ରେ କାହା ସହିତ କଥା ନାହିଁ, କିଛି ନାହିଁ। ଯେମିତିକି ସ୍କୁଲ ଥିଲାବେଳେ ଡେଲି ଦେଖା ହେଉଥିଲା, ଡେଲି କଥାବାର୍ତ୍ତା ହେଉଥିଲେ, ଗୋଟେ ଡେଲି ଦେଖା ହେଉଥିବ, କଥାବାର୍ତ୍ତା ହେଉଥିବ, ଯେମିତି ଗୋଟେ ସମ୍ପର୍କ ରୁହେ। ତ ବାହାରକୁ ଆସିସାରିଲା ପରେ ସେଇଟା ହେଇପାରେ ନାହିଁ। ଆମେ ସମସ୍ତେ କୁହନ୍ତି, ଆମେ ହ୍ୱାଟ୍ସଆପ୍ରେ ଗ୍ରୁପ୍ ବନେଇ ଦିଅନ୍ତି, ଫ୍ରେଣ୍ଡସ୍ ଫର୍ ଏଭର୍, ସବୁଦିନ ପାଇଁ ଆମେ ରହିବା, ସବୁଦିନ କଥା ହେବା, କିନ୍ତୁ ସେଇଟା ହେଇପାରେ ନାହିଁ। ଆଉ ସେଇଟା ହେଲା ରିଆଲିଟି। ତୁମେ ଯେତେବେଳେ ତାପରେ 10ମ ଯାଏ ସ୍କୁଲରେ ଥିବ, ତାପରେ ସ୍କୁଲରୁ ବାହାରି କଲେଜକୁ ଯିବ, ତାପରେ କଲେଜରେ ବି ସେଇଭଳିଆ ସାଙ୍ଗ ହେବେ, ନୂଆ ସାଙ୍ଗ ମିଳିବେ, ସେମାନଙ୍କ ସହିତ ମିଶିବ, ବହୁତ ଟାଇମ୍ ସ୍ପେଣ୍ଡ କରିବ, ବହୁତ ଭଲସେ ହିଁ ମିଶିବ। କିନ୍ତୁ ତାପରେ କଲେଜ ଛାଡ଼ିକି ଯେବେ ଆଉ ଗୋଟେ କଲେଜକୁ ପଳାଇବ କିମ୍ବା ଜବ୍ କରିବ, ସେତେବେଳକୁ ତୁମର ସେଇ ସାଙ୍ଗମାନେ, ସେଇ ଭଲ ସାଙ୍ଗ, ଆଉ ଥରେ ଯେତେବେଳକୁ ତୁମେ ଫୋନ୍ରେ କଥା ହେବ ସେଇଭଳିଆ ସେମାନେ କଥା ହେବେ। କିନ୍ତୁ ଏମିତି ନାହିଁ ଯେ ତୁମର ଯିଏ ବି ଆଜି ପର୍ଯ୍ୟନ୍ତ ସାଙ୍ଗ ଅଛନ୍ତି ସେମାନେ ସବୁଦିନ ପାଇଁ ତୁମ ସହିତ ଆଟାଚ୍ ହେଇକି ରହିବେ, ଏମିତି କେବେ ହେବନି। ଏଇଟା ହେଲା ପ୍ରଥମ ଲର୍ଣ୍ଣିଂ ଯେଉଁଟା ମୁଁ ଜାଣିଲି। ଏବଂ ସେକେଣ୍ଡ ଲର୍ଣ୍ଣିଂ ହେଲା, ବେଳେବେଳେ କ'ଣ ହୁଏ, ବହୁତ ସାଙ୍ଗ ମାନେ ଯେଉଁଟା କୁହନ୍ତି ସ୍ୱାର୍ଥକୁ ନେଇକି ତୁମଠାରୁ ଜଡ଼ିତ ହେବା ପାଇଁ ସେମାନେ ଚେଷ୍ଟା କରିବେ। ତାଙ୍କର ମେନ୍ ମୋଟିଭ୍ ଥିବ କିଛି, ସେ ମୋଟିଭ୍କୁ ନେଇକି ସେମାନେ ତୁମ ସହିତ ମିଶିବା ପାଇଁ ଚେଷ୍ଟା କରିବେ। ଏବଂ ତୁମକୁ ସେଇଟା ବହୁତ ଏର୍ଲିରୁ ଜଣାପଡ଼ିଯିବ ହେଲା। କାରଣ ଯିଏ ଯେଉଁ ସାଙ୍ଗ ତୁମ ସହିତ ମିଶୁଥିବ ସେ ତୁମକୁ ଆସିକି କହିବ ଯେ ଭାଇ ମୋତେ ଏଇଟା ଟିକେ ଦରକାର ଅଛି, ତୁ ମୋତେ ଏଇଟା ଦେଇଦେ। ସେ ତା ନିଜ ଆଡ଼ୁ ତୁମକୁ କହିବ, ଆରେ ମୁଁ ତୋତେ ହେଲ୍ପ କରିଥିଲି, ତୁ ଏବେ ମୋତେ ହେଲ୍ପ କର। ଏଇଭଳିଆ ଯିଏ କହିଲା ତୁମେ ଜାଣିଦେବ ସିଏ ମାନେ ବେନିଫିଟ୍। କାରଣ ତୁମକୁ ଯଦି ହେଲ୍ପ କରିକି ବିନା ତୁମେ ତାକୁ ହେଲ୍ପ କର କି ନ କର ସେ କଥା ଯଦି କିଏ ଚିନ୍ତା କରୁନି, ତାହେଲେ ତୁମେ ଜାଣିବ ଯେ ସେ ପିଲାଟି ତୁମର ସାଙ୍ଗ, ଯିଏକି ନାଇଁ ତାର ଟିକେ ଦରକାର ଥିଲା। ଏଇଭଳିଆ ପିଲା ଥିବେ, ଦେଖିବ ତୁମର ବି, ଯେ ନାଇଁ ମୋ ସେ ପିଲାଟାର ଟିକେ ଦରକାର ଥିଲା, ତାକୁ ହେଲ୍ପ କରିଦେବା। ସେମାନେ ଏଇଟା ଭାବେ ନାହିଁ ଯେ ମୁଁ ତାକୁ ହେଲ୍ପ କରିଛି ମାନେ ସେଇ ମୋତେ ହେଲ୍ପ କରିବ, ସେଇଭଳିଆ ସେମାନେ ଭାବନ୍ତି ନାହିଁ। ସେମାନଙ୍କୁ ତୁମେ ଜାଣିବ ଯେ ସିଏ ମୋର ପ୍ରକୃତ ସାଙ୍ଗ। ତାପରେ ଆଉ ଗୋଟେ ପିଲା ପଚାରନ୍ତି ଯେ ଭାଇ ମୋର ସାଙ୍ଗ, ସିଏ ମୋର ବହୁତ ଭଲ ସାଙ୍ଗ, ସିଏ ମୋ ସହିତ ବହୁତ ଭଲ ଟାଇମ୍ ସ୍ପେଣ୍ଡ ମୁଁ କରେ। ତୁମେ ସାଙ୍ଗ ହୁଅ, ଟାଇମ୍ ସ୍ପେଣ୍ଡ କର, କିଏ ମନା କରୁଛି? କିନ୍ତୁ ତୁମେ ଯଦି ତୁମର ଗୋଟେ ସାଙ୍ଗଟେ ଅଛି ଯିଏକି ମଦ ଖାଉଛି, ମଦ ପିଉଛି, ସିଗାରେଟ୍ ଟାଣୁଛି ଏବଂ ବହୁତ ଖରାପ ରାସ୍ତାରେ ଅଛି, ଏବଂ ତୁମେ ତା ସହିତ ରହୁଛ 24 ଘଣ୍ଟା, ତାହେଲେ ତୁମକୁ ସେ କ'ଣ କହୁଛି? ତୁମକୁ ସେ କହୁଛି ଆରେ ତୁ ବି ଟିକେ ଟାଣିଦେ, କିଛି ହେବନି, ମୁଁ ଟାଣିଦେ, ତୁ ବି ଟିକେ ଟାଣିଦେ। ଏବଂ ତୁମେ କ'ଣ କହୁଛ? ଆରେ ମୋ ସାଙ୍ଗଟା କହିଲା ପରା, ମୋ ସାଙ୍ଗଟା କହିଲା, ମୁଁ କ'ଣ ଟିକେ ଟାଣିଦେବିନି? ଆରେ ତୁମର ଯଦି ଗୋଟେ ସାଙ୍ଗ ଅଛି, ସିଏ ତୁମକୁ କହୁଛି ଏବଂ ତୁମେ କହୁଛ ଯେ ନାଇଁ ମୁଁ ବି ଟାଣିଦିଏ, ମୋ ସାଙ୍ଗ କହିଲା, ତାହେଲେ ତୁମେ ଯଦି ଟାଣୁନ, ବିଡ଼ି ସିଗାରେଟ୍ କିଛି ଟାଣୁନ, ମଦ ପିଉନ, ତାହେଲେ ତୁମେ ତାକୁ ମନା କରୁନ। ତୁ ଯେମିତି ସାଙ୍ଗ ମୋତେ ଫୋର୍ସ କରୁଛୁ ମଦ ପିଇବା ପାଇଁ, ମୁଁ ବି ତୋତେ ସେଇଭଳିଆ, ତୁ ବି ତ ମୋର ସାଙ୍ଗ, ମୁଁ ତୋତେ କହୁଛି ମଦ ଛାଡ଼ିଦେ, ସିଗାରେଟ୍ ଛାଡ଼ିଦେ, ତୁମେ ବି ତ କହିପାରିବ। ସାଙ୍ଗଟା ସବୁବେଳେ ମ୍ୟୁଚୁଆଲ୍ ହୁଏ, ସିଏ ତୁମକୁ କିଛି କଥା ଗାଇଡ଼୍ କରିବ, ତୁମେ ତାକୁ କିଛି କଥା ଗାଇଡ଼୍ କରିବ। ସେଇଭଳିଆ କୁସଙ୍ଗରେ ଯିବା ପାଇଁ ଚେଷ୍ଟା କର ନାହିଁ। ତୁମର ଯେତେ ବଡ଼ ସାଙ୍ଗଟେ ହେଇଥାଉ ନା କାହିଁକି, ଯଦି ସେ ତୁମକୁ ଖରାପ ରାସ୍ତାରେ ଟାଣିବା ପାଇଁ ଚେଷ୍ଟା କରୁଛି, ସେ ତୁମକୁ ବାରମ୍ବାର ବାଧ୍ୟ କରୁଛି, କହୁଛି ଆରେ ଭାଇ କାହିଁ ପଢ଼ୁଛୁ, ପଢ଼ିକି କ'ଣ ଲାଭ, ଆମେ ଆସିଛେ ଚାଲେ ଏନ୍ଜୟ କରିବା। ଭାଇ ଦେଖ, ସାଙ୍ଗ ସାଙ୍ଗ ଜାଗାରେ 4-5 ବର୍ଷ ପରେ ଯେତେବେଳକୁ ତୁମେ କଲେଜରେ ବାହାରେ ଡିଗ୍ରୀ ଧରିକି ଜବ୍ ଖୋଜିବା ପାଇଁ ଯିବ, ସେଇ ଟାଇମ୍ରେ ସେ ସାଙ୍ଗକୁ କଲ୍ କରିବ, କହିବ ଭାଇ ତୁ ତ ମୋତେ ପଢ଼ିବା ପାଇଁ ମନା କରିଥିଲୁ, ଏବେ ମୁଁ କ'ଣ କରିବି? ସେ କ'ଣ କହିବ?
କେହି କାହାକୁ ପିଠିରେ ପଡ଼ିବେ ନାହିଁ ଭାଇ। ସେ ତା'ର ଲାଇଫ୍ରେ ତା'ର ସେଟେଲ୍ ହେଇକି ଅଛି, ସେ ଜାଣିଛି ମୋ ବାପାଙ୍କର ବିଜନେସ୍ ଅଛି, ମୁଁ ଗାଡ଼ି ଅଛି, ମୁଁ ସମ୍ଭାଳିଯିବି ଗଲେ। କିନ୍ତୁ ତୁମର କ'ଣ ଥିଲା? ତୁମ ବାପା ତ ଜଣେ କୃଷକ ଥିଲେ ନା, ତୁମକୁ ପାଠ ପଢ଼ିବା ପାଇଁ ଯାଇକି ବାହାରେ ଟଙ୍କା ଲୋନ୍ କରିକି ପାଠ ପଢ଼ିବା ପାଇଁ ରଖିଥିଲେ। ତାହେଲେ ତୁମେ କ'ଣ କରିବ? ସାଙ୍ଗ ଚକ୍କରରେ ହେଇଗଲା ନା। ସାଙ୍ଗ ଏମିତି ହୁଅ ଯେ ୟାର ମାନେ ତୁମ ସାଙ୍ଗ ବି ସକ୍ସେସଫୁଲ୍ ହେବ ଭବିଷ୍ୟତରେ, ତୁମେ ବି ସକ୍ସେସଫୁଲ୍ ହେବ। ତାର ବି ସେ ବଢ଼ିଆ ଚାକିରି କଲା, ଯାହା କଲା, ତୁମେ ବି ତୁମର ଯାହା ବିଜନେସ୍ କଲ, ଭଲରେ ରହିଲ, ଖୁସିରେ ରହିଲ। ଦୁଇ ସାଙ୍ଗ ଯେତେବେଳକୁ ମିଶିବ କେତେ ସୁନ୍ଦର କଥା ହେବ, ସ୍କୁଲ୍ କଥା ମନେ ପକାଇବ, କେମିତି କରୁଥିଲୁ କାମ। ଏନ୍ଜୟ କର, କିଏ ମନା କରୁଛି? ସବୁବେଳେ ପାଠ ପଢ଼ିବା ପାଇଁ କିଏ କହୁଛି? ବାହାରକୁ ପଳାଅ ବୁଲିବା ପାଇଁ, ଏନ୍ଜୟ କର, କ୍ଲାସ୍ ବଙ୍କ କର, ସବୁ କର। କିନ୍ତୁ ପାଠ ବି ପଢ଼ ନା, ଯେଉଁଟା ମେନ୍ ପ୍ରାଇମ୍ ଫୋକସ୍ ଆସିଥିଲ ସେଇଟା ବି କର ନା। ସେଇଟା ହେଲା ଇମ୍ପୋର୍ଟାଣ୍ଟ। ସେଥିପାଇଁ ସାଙ୍ଗ ଚକ୍କରରେ ପଡ଼ିକି ଖରାପ ହୁଅ ନାହିଁ। ସାଙ୍ଗକୁ ଭଲ କର ଏବଂ ଦୁଇ ଜଣ ଯାକ ମିଶିକି କେମିତି ଭଲ ମେମୋରି କରିବ। କଲେଜ ଟାଇମ୍ରେ ବହୁତ ଏନ୍ଜୟ କର ହେଲା, ସ୍କୁଲ୍ ଟାଇମ୍ରେ ଏନ୍ଜୟ କର, ସାଙ୍ଗମାନଙ୍କ ସହିତ ବୁଲାବୁଲି କର, ଫଟୋ ଉଠାଅ, ସେ ମେମୋରିକୁ ରଖ। କଲେଜ ଏବଂ ସ୍କୁଲରୁ ବାହାରି ସାରିଲା ପରେ ସେ ମେମୋରି ତୁମକୁ ବହୁତ ମନେ ପଡ଼ିବ। କିନ୍ତୁ ତା ବୋଲି ନୁହଁ ଯେ ସାଙ୍ଗ ସହିତ ମିଶିକି ତୁମେ ଖରାପ ହେଇଯିବ। ଏଇଭଳିଆ କର ନାହିଁ ହେଲା। ଏଇଭଳିଆ ଗୋଟେ ଦୁଇଟା ଜିନିଷ ମୁଁ ତୁମକୁ ଲାଗିଲା ମୁଁ କହିବି ସାଙ୍ଗ ବିଷୟରେ। ବହୁତ ପିଲା ସାଙ୍ଗକୁ ନେଇକି ଖରାପ କହୁଛନ୍ତି। ସାଙ୍ଗ କେତେବେଳେ ଖରାପ ନଥାନ୍ତି, ସାଙ୍ଗମାନେ ଭଲ। ଆମର ଯେଉଁ ଜିନିଷ ଗୁଡ଼ାକ ଆମେ ବାପା ମାଆଙ୍କୁ କହିପାରେ ନାହିଁ, ଘର ଲୋକଙ୍କୁ କହିପାରେ ନାହିଁ, ଛୋଟ ଛୋଟ କଥା, ଆରେ ଭାଇ ମୋତେ ପଢ଼ିବା ପାଇଁ ଇଚ୍ଛା ହେଉନାହିଁ ରେ, ଆଜି ଏ ସାର୍ଟଟା ମୋତେ ବାଡ଼େଇ ଦେଲା, ମୋତେ ଭଲ ଲାଗିଲା ନାହିଁ ରେ କ୍ଲାସ୍ ସାମ୍ନାରେ। ଛୋଟ ଛୋଟ କଥା ଯେଉଁଟାକି ବାପା ମାଆମାନଙ୍କୁ କହିବା ପାଇଁ ଆମେ ମାନେ ମନରେ ଆସେ ନାହିଁ, ଇଚ୍ଛା ହୁଏ ନାହିଁ, ଭାଇ ଭଉଣୀମାନଙ୍କୁ ବି କହିପାରେ ନାହିଁ। ସେଇଟା କାହାକୁ କୁହନ୍ତି? ସେଇଟା ଆମେ ସାଙ୍ଗମାନଙ୍କୁ କୁହନ୍ତି। ସାଙ୍ଗ ରହିବା ଦରକାର, ମଜାମସ୍ତି ରହିବା ଦରକାର, କିନ୍ତୁ ମେନ୍ ଜିନିଷରୁ ଡାଇଭର୍ଟ ହେବ ନାହିଁ। ଯେଉଁଟା ପାଇଁ ଆସିଥିଲ ସେଇ କାମ କର। ମୋତେ ଲାଗିଲା ମୁଁ ତୁମକୁ କିଛି କହିବି। ମୋ କଥା ଗୁଡ଼ାକୁ ତୁମକୁ ଯଦି ମାନେ ମୁଁ ଏମିତି ନାହିଁ ଯେ ମୁଁ ସବୁ କଥା ଜାଣିଛି। ମୁଁ ଆକ୍ଚୁଆଲିରେ ମୋତେ ଯେଉଁଟା ଅନୁଭବ ଲାଗେ, ମୁଁ ଭାବେ କି ମୁଁ ତୁମକୁ ସେୟାର କରିପାରିବି ଛୋଟ ଭାଇ ଭଉଣୀ ହିସାବରେ, ସାଙ୍ଗ ହିସାବରେ, ମୁଁ ସେଇଟା କରିଦିଏ। ମୋର ଆଉ କିଛି ମୋଟିଭ୍ ନାହିଁ। ମୁଁ ବହୁତ ବଡ଼ ଗୋଟେ ଜ୍ଞାନୀ ନୁହଁ, ମୋତେ ସବୁ କଥା ଜଣା, ଏମିତି କିଛି ନାହିଁ। ମୋତେ ଯେଉଁଟା ଆସେ, ମୁଁ ଯେଉଁଟା ଶିଖେ ପ୍ରତିଦିନ ଆଜି ପର୍ଯ୍ୟନ୍ତ ମୋ ଅନୁଭୂତିରୁ, ମୁଁ ସେଇଟାକୁ ତୁମକୁ ସେୟାର କରିଦିଏ ହେଲା। ଖୁସିରେ ରୁହ, ସାଙ୍ଗରେ ରୁହ, ମଜାମସ୍ତି କର, କିନ୍ତୁ ଯେଉଁ କାମ ପାଇଁ ଆସିଥିବ ସେଇ କାମ ବି କର। ସାଙ୍ଗ ଚକ୍କରରେ ଖରାପ ରାସ୍ତାରେ ହୁଅ ନାହିଁ। ତୁମେ ଯଦି ଭଲ ଅଛ କିମ୍ବା ଭଲ ନୁହଁ ବି, ସାଙ୍ଗକୁ ଭଲ କର ହେଲା। ଧନ୍ୟବାଦ।